ଆରମ୍ଭ କରିଥିଲେ ବୋଲି କୁହାଯାଏ। ବିଶେଷ କରି ଓଡ଼ିଶା ପରିପ୍ରେକ୍ଷୀରେ ସେ ହେଉଛନ୍ତି ପ୍ରଥମ ରାଜା। ରାଜକାର୍ଯ୍ୟରୁ ସମୟ ମିଳିଲେ ସେ ସେଇ ବୃଷଭ ସହିତ ଖୁବ୍ ଖେଳୁଥିଲେ। ଯେଉଁ ଶ୍ଵେତ ବୃଷଭକୁ ସେ ଖୁବ୍ ଆଦର କରୁଥିଲେ। ରାଜକାର୍ଯ୍ୟ ଭିତରେ ବୁଡ଼ି ରହି ରାଜା ଏକଦା ସେଇ ବୃଷଭର ସଙ୍ଗ ଲାଭରୁ ବଞ୍ଚିତ ହେଇଥାନ୍ତି। ୟା ଭିତରେ ବହୁ ବର୍ଷ ବିତି ଯାଇଥାଏ। ଥରେ ରାଜା କରକଣ୍ଡୁ ନିଜ ଅନୁଚର ମାନଙ୍କ ସହ ତାଙ୍କ ଆମ୍ର କାନନରେ ବିଶ୍ରାମ ନେଉଥିବା ସମୟରେ ସମସ୍ତଙ୍କର ନଜର ପଡ଼ିଲା ଏକ ଫଳଭରା ଆମ୍ର ବୃକ୍ଷ ଉପରେ। ଚାହୁଁ ଚାହୁଁ ରାଜାଙ୍କର ଅନୁଚର ମାନେ ଫଳ ପାଇବା ପାଇଁ ସେ ଗଛଟିର ଡାଳପତ୍ର ଭାଙ୍ଗି ଗଛଟିକୁ ଧ୍ୱଂସ କରି ପକାଇଲେ। ଏହା ଦେଖି ରାଜା କରକଣ୍ଡୁ ଭାବିଲେ ସମ୍ପଦ ହିଁ ଦୁଃଖର କାରଣ। ଏହି ଭାବନା ତାଙ୍କ ମନରେ ଗୋଟାଏ ଆଲୋଡ଼ନ ସୃଷ୍ଟି କଲା। ପ୍ରାସାଦକୁ ଫେରିବା ପରେ ସେଇ ପ୍ରିୟ ବୃଷଭଟିକୁ ସେ ଦେଖିବାକୁ ପ୍ରବଳ ଆଗ୍ରହ ତାଙ୍କ ମନ ଭିତରେ ଜାଗ୍ରତ ହେଲା। ସେ ଗୋଷ୍ଠାଙ୍ଗନକୁ ଯାଇ ଦେଖିଲେ ଯେ ତାଙ୍କର ସେହି ସ୍ୱାର୍ଥବାନ ଚପଳ ବୃଷଭଟି ଜୀର୍ଣ୍ଣ ରୁଗ୍ନ ଆଉ କଦାକାର ହୋଇ ପଡ଼ିଛି। ସାଙ୍ଗେ ସାଙ୍ଗେ ତାଙ୍କ ଭିତରେ ମଧ୍ୟ ଆଉ ଏକ ଚିନ୍ତା ଜାଗ୍ରତ ହେଲା ଯେ ସଂସାର ହେଉଛି ଅନିତ୍ୟ ଆଉ ଦୁଃଖମୟ। ରାଜାଙ୍କର ଓହ ତୁଟିଗଲା। ସେ ସନ୍ନ୍ୟାସ ନେବାକୁ ଚାହିଁଲେ ଓ ପାର୍ଶ୍ୱନାଥଙ୍କର ଶିଷ୍ୟତ୍ୱ ଗ୍ରହଣ କରି ସନ୍ନ୍ୟାସୀ ପାଲଟିଗଲେ। ଶ୍ଵେତାମ୍ବର ଆଚାର୍ଯ୍ୟ ବିଜୟ ରାଜେନ୍ଦ୍ର ପୁରୀ ଯିଏ ପ୍ରାକୃତ ଶବ୍ଦକୋଶକୁ ଅଭିଧାନ ରାଜେନ୍ଦ୍ର କୋଶ ନାମରେ 7 ଖଣ୍ଡରେ ପ୍ରକାଶ କରିଅଛନ୍ତି। ସେ ତାଙ୍କର ଗ୍ରନ୍ଥରେ ଏ